ରାଣୀ ଲକ୍ଷ୍ମୀ ସାହାଯାଙ୍କୁ ସବୁଦିନ ଦେଖୁଛି କେମିତି ବା ହନୁମାନଙ୍କର ମା ମୋ ମା ସୀତା ଠାକୁରାଣୀ କେମିତି କୋଉ ଅବସ୍ଥାରେ କେଉଁଠି ଅଛନ୍ତି ଟିକେ ମତେ କୁହନ୍ତୁ ନା। ଅପେକ୍ଷା କର ଗୋଟିଏ ମୁହୂର୍ତ୍ତ। ସ୍ୱୟଂ ପ୍ରଭାଙ୍କର ଦିବ୍ୟ ଦୃଷ୍ଟି ଥିଲା। ସେ ଚାହିଁଲେ ଦିବ୍ୟ ଦୃଷ୍ଟି ବଳରେ ଦେଖିଲେ ଲଙ୍କାଗଡ଼ରେ ଅଶୋକ ବାଟିକାରେ ଶିଂସତା ଗଛକୁ ଆଉଜିକି ସୀତା ଠାକୁରାଣୀ କାନ୍ଦୁଛନ୍ତି। ରାମ ରାମ ହୋଇ ବିକଳ ହେଉଛନ୍ତି। ଆକାଶ ସତରେ ବି ତାଙ୍କ କାନ୍ଦରେ କାନ୍ଦୁଛି। ସ୍ୱୟଂପ୍ରଭା ଦେଖିଲେ ସୀତା ଠାକୁରାଣୀଙ୍କର ଦିଟାଙ୍କ ଆଖି, ଗୋଟେ ଆଖି ଆଷାଢ଼ ଆଉ ଗୋଟେ ଆଖି ଶ୍ରାବଣ ହେଇଯାଇଛି। ଅବାରିତ ଅଶ୍ରୁଧାରା ତାଙ୍କ ଜୀବକୁ ଓଦା କରୁଛି। କହିଲେ ମାରୁତି ଏଇ ମା ସାନ୍ତାଳ କାନ୍ଦୁଛନ୍ତି ମୁଁ ଦେଖୁଛି ପ୍ରତ୍ୟକ୍ଷ ଭାବରେ। ଠିକ ଅଛି ଆମେ କେମିତି ଯିବୁ ନା ଅବଶ୍ୟ ତମକୁ ବାଟ ମିଳିବ। ମୁଁ ଭକ୍ତିକୁ ଦେଖୁଛି। ଭକ୍ତି କିଏ କାଲି କରିଥିଲି ସୀତା। ମୁଁ ଭକ୍ତିକୁ ଦେଖୁଛି କିନ୍ତୁ ଜ୍ଞାନକୁ ଦେଖିନି ଏପର୍ଯ୍ୟନ୍ତ। ମୁଁ ଜ୍ଞାନଙ୍କ ଅପେକ୍ଷାରେ ଅଛି। ଜ୍ଞାନଙ୍କର ଦୂତକୁ ଦେଖୁଛି କିନ୍ତୁ ଜ୍ଞାନ କୋଉଦିନ ଏଇ ବାଟେ ଦେଇ ଆସିବେ ମୁଁ ତାଙ୍କୁ ଦର୍ଶନ କରିବି। ହନୁମାନ କହିଲେ ଆପଣ ଯାହା କହୁଛନ୍ତି ଆମେ ତାର ଓଲଟା। ଆପଣ ଭକ୍ତିକୁ ଦେଖିଛନ୍ତି ଜ୍ଞାନକୁ ଦେଖିଛନ୍ତି। ଆମେ ଜ୍ଞାନକୁ ଦେଖିଛୁ ଭକ୍ତିକୁ ଦେଖିନୁ। ହଁ ଜ୍ଞାନ ସ୍ୱରୂପ ରାମକୁ ଆମେ ଦେଖିଛୁ ତାଙ୍କ ପାଖରେ ଥିଲୁ କିନ୍ତୁ ଭକ୍ତିକୁ ଦେଖିନୁ। ଭକ୍ତିର ତଳସରେ ଆସିଛୁ। ମା ମାନେ ବାପା ମାନେ ଦେଖନ୍ତୁ ନା ଜଣେ ଭକ୍ତିକୁ ଦେଖିଛି ଜ୍ଞାନକୁ ଚାହିଁଛି। ଜଣେ ଜ୍ଞାନକୁ ଦେଖୁଛି ଭକ୍ତିକୁ ଚାହିଁଛି। ଅବଶ୍ୟ ଭକ୍ତିକୁ ପ୍ରାପ୍ତ ହବ। ସମୁଦ୍ର କୂଳକୁ ଯାଅ। ସ୍ୱୟଂପ୍ରଭା କହିଲେ ଏତେ ଖରା ଏତେ ବାଟକୁ ଯିବୁ କେମିତି? ସ୍ୱୟଂପ୍ରଭା କହିଲେ ଭଗବାନଙ୍କୁ ପାଇବାକୁ ହେଲେ ଆଖି ବୁଝିବାକୁ ପଡିବ। ତମେ ସମସ୍ତେ ଆଖି ବୁଝ। ଯେତେବେଳେ ଶୁଣିବ ଜୟ ଶ୍ରୀରାମ ଆଖି ଖୋଲିବ। ରଖେ ହରି ମାରେ କିଏ? ମାରେ ହରି ରଖେ କିଏ? ଠିକ ଅଛି ସମସ୍ତେ ଆଖି ବୁଝିଲେ ହନୁମାନଙ୍କ ସମେତ। ଗୋଟିଏ ମୁହୂର୍ତ୍ତରେ କେତୋଟି ମାତ୍ର ମୁହୂର୍ତ୍ତ ଯାଇଛି କି ନାହିଁ ଜୟ ଶ୍ରୀରାମ ଶୁଭିଲା। ଆଖି ଖୋଲିଲେ କୋଉଠି? ସମସ୍ତେ ସମୁଦ୍ର କୂଳରେ ବସିଛନ୍ତି। ଦେଖିଲେ ଆରେ କେତେ ଦୂରରେ ସମୁଦ୍ର ଥିଲା। ଆମେ ସମୁଦ୍ର କୂଳକୁ ଗୋଟେ ମୁହୂର୍ତ୍ତରେ ପଳେଇ ଆସିଲୁ। କୁଆଡେ ଗଲା ସେ ଗୁମ୍ଫା? କୁଆଡେ ଗଲେ ସେ ତପସ୍ୱିନୀ ସ୍ୱୟଂପ୍ରଭା? ହନୁମାନ ବାବା ଧ୍ୟାନ କଲେ यीशु राम पर कृपा कर। यीशु राम पर कृपा कर। से जोगिनी से जोगस्वी जनक हमको साहाय्य करिसथि। ताको तप बलरे ताको सिद्धि बलरे ताको तपस्या बलरे से हमको एते बड़ा गोटे मुहूर्त टी पड़ी जाइछथि। खाइया को देले पीवा को देले विश्राम देले सीता को ठिकाना भी देले। कौन परिवार समस्ते से बालुका राशि आद्र सहित तो उपरे गोटे सभा कले। एतिकी बेले जांब मान कहिले गोटे कथा कहले ये गोटे गिद्ध पक्षी हमको खाइबाकू आसी। अरे किछि दिन पूर्व गोटे गिद्ध पक्षी ता ना होछि जटायु। भगवान को राम कार्य से निज जीवनटा दे देले। रावण सहित युद्ध करी रावण कबलरू सीता को उद्धार करने से निजर प्राणपात कला प्राण विसर्जन कला। भगवान को दिव्य गति प्रदान कले। त्याग करिथिबा भगवान निज बापा दशरथ को मुखाग्नि देई नथिले
ଦଶରଥଙ୍କର ଶେଷ ଅବସ୍ଥାରେ ଭଗବାନ ନଥିଲେ, କିନ୍ତୁ ସାରଗିତ ପକ୍ଷୀ ତା ଶେଷ ଅବସ୍ଥାରେ ଭଗବାନ ଥିଲେ। ଗୀତପତି ଜଟାୟୁଙ୍କୁ ତାଙ୍କ କୋଳରେ ଧରି ଆଉଁସି ଦେଲା ବେଳେ ସେ ପ୍ରାଣତ୍ୟାଗ କରିଥିଲେ। ବିଷ୍ଣୁଙ୍କ କୋଳ ଭିତରେ ଥାଇ ସେ ମରିଥିଲା। କାହିଁକି? ଚାରିଟା ଛୁଆ ଜନ୍ମ କଲେ ଦଶରଥ, ଗୋଟେ ଛୁଆ ବି ନଥିଲା ମଲା ବେଳେ, ଗୋଟେ ଛୁଆ ନଥିଲା। କିନ୍ତୁ ଗୀତପତି ଜଟାୟୁ ବାହା ହେଇ ନଥିଲା, ଛୁଆ ଥିଲା କିଛି ନଥିଲା। ପ୍ରଭୁ ଜଗତର ଠାକୁର ତାଙ୍କୁ ମୁଖାଗ୍ନି ଦେଲେ। ସବୁ ବାପା ମା ମାନେ ଚାହାନ୍ତି ମୋ ଶେଷ ଅବସ୍ଥାଟା ମୋ ପିଲାମାନଙ୍କ କୋଳରେ ମୋ ଜୀବନଟା ଯାଆନ୍ତାନି। ଗୋଟେ ନୁହେଁ, ଦିଟା ନୁହେଁ, ଚାରିଟା ଛୁଆ ଦଶରଥ ଜନ୍ମ କରୁଥିଲେ, ଗୋଟେ ଛୁଆ ବି ତାଙ୍କର ନଥିଲା ମଲା ବେଳେ। କିନ୍ତୁ ଭଗବାନ ରାମଙ୍କ କୋଳରେ ତାଙ୍କ ଜୀବନ ଗଲା। ଗୋଟେ ପୁଅ ତା ବାପା ପାଇଁ ଯେମିତି କରେ ଦାହ ସଂସ୍କାର ଅନ୍ତ୍ୟେଷ୍ଟିକ୍ରିୟା ସବୁ ଭଗବାନ କରିଥିଲେ। ଏମିତି କାହିଁକି ହେଲା? ଆରେ ମଣିଷ ହଉଛି ଉତ୍କୃଷ୍ଟ ଜୀବ, ଗୀତପତି ହଉଛି ନିକୃଷ୍ଟ ଜୀବ। କିନ୍ତୁ ନିକୃଷ୍ଟ ଜୀବ ପାଇଁ ସେ କାମ କଲେ, ଉତ୍କୃଷ୍ଟ କାମ କଲେ, ମୁଖାଗ୍ନି ଦେଲେ। ଗୋଟେ ଗିଧ ପକ୍ଷୀ ପ୍ରଭୁଙ୍କ ସେବା କରିବା ପାଇଁ ଜୀବନ ଦେଲା, ଆଉ ଗୋଟେ ଗିଧ ପକ୍ଷୀ ପ୍ରଭୁଙ୍କର ଦୂତ ମାନଙ୍କୁ ଖାଇବାକୁ ବସିଛି। ଏଇ କଥାଟା ଯେମିତି ଶୁଣିଲେ ସେ ଗିଧ ପକ୍ଷୀ କହିଲେ, ରୁହ ରୁହ, କଣ କହିଲ? କାହା ନା କହିଲ? ଆଉ ଥରେ କହିଲ? ସେ ଜଟାୟୁ ଜାମ୍ବବାନ କହିଲା, ଜଟାୟୁ କଣ ହେଇଛି ତାର? ମୋ ଭାଇର? ତମେ କିଏ? ଆମେ ଦି ଭାଇ, ମୋ ନା ସମ୍ପାତି, ତା ନା ଜଟାୟୁ। ଆମ ବାପା ହଉଛନ୍ତି ଅରୁଣ, ସୂର୍ଯ୍ୟଙ୍କ ରଥର ସାରଥୀ। ଆମ କକାଙ୍କ ନାଁ ହଉଛି ଗରୁଡ଼, ପକ୍ଷୀରାଜ, ନାରାୟଣଙ୍କ ବାହନ। ଦିନେ ଆମେ ଦି ଭାଇ, ମୁଁ ହଉଛି ସମ୍ପାତି ବଡ ଭାଇ, ସେ ହଉଛି ସାନ ଭାଇ ଜଟାୟୁ। ଆମେ ଦି ଜଣଙ୍କ ଗଲୁ ସୂର୍ଯ୍ୟକୁ ଛୁଇଁବା ପାଇଁ। ଗଲାବେଳେ ସୂର୍ଯ୍ୟଙ୍କର କିରଣ ଏତେ ପ୍ରଖର, ଏତେ ତୀବ୍ର ହେଲା ଯେ ଜଟାୟୁ ଛଟ ହେଲା। ଆରେ ବଡ ଭାଇ ଖାଉ ଖାଉ ସାନ ଭାଇଟା ଛଟପଟ ହବ, ଇଏକୁ ଭାଇ କହନ୍ତି। ଆଜିକାଲି କଣ ଚାଖଣ୍ଡେ ହାତେ ଜାଗା ନେବା ପାଇଁ ମାରିଦେବି ଛୁରୀ, ଚାଲିଯିବି ପୁରୀ। କିନ୍ତୁ ସିଏ, ଆରେ ମୋ ସାନ ଭାଇଟା ଛଟ ହଉଛି ରେ, ସୂର୍ଯ୍ୟ କିରଣ ସବାଳ ପାଳି। ମୁଁ କଣ କଲି? ସମ୍ପାତି କହୁଛନ୍ତି ଜାମ୍ବମାନଙ୍କୁ, ମୁଁ କଣ କଲି? ମୋ ଭାଇଟା ଛଟପଟ ହଉଥିଲା ସୂର୍ଯ୍ୟଙ୍କ କିରଣରେ, କାରଣ ସୂର୍ଯ୍ୟଙ୍କ ପାଖ ହେଇଗଲୁଣି ଏତେବେଳକୁ। ମୁଁ ଯାଇକି ତାଙ୍କୁ ଢାଙ୍କି ଦେଲି ମୋ ବଡ ଦିଟାଙ୍କ ଡେଣାରେ କରରେ। ସିଏ ସିନା ମୋ ଡେଣାର ଛାଇରେ ରହିଗଲା, କିନ୍ତୁ ମୋ ଡେଣା ଦିଟାଙ୍କ ପୋଡିଗଲା ସୂର୍ଯ୍ୟଙ୍କ ତୀବ୍ର ଉତ୍ତପ୍ତ କିରଣରେ। ଡେଣା ଦିଟାଙ୍କ ପୋଡିଗଲା, ମୁଁ ତଳେ ଖସି ପଡିଲି। ମୋ ଭାଇକି ବଞ୍ଚେଇବା ପାଇଁ କେଉଁଠି ଭାଇ? କଳିଯୁଗର ଭାଇ ମାନଙ୍କ ପାଇଁ ଇଏ ଗୋଟେ ଅନୁଚିନ୍ତନ। ଦେଖନ୍ତୁ, ଗୋଟେ ଭାଇ କି ରକ୍ଷା କରିବା ପାଇଁ ଆଉ ଗୋଟେ ଭାଇ ବିକଳାଙ୍ଗ ହେଇଗଲା ସବୁଦିନ। ଏଇ ଖେସି ପଡିଲି ସମୁଦ୍ର କୂଳରେ। ବହୁତ ଦିନ ପଡିଲି, କୁଆଡେ ଗଲିନି, ଖାଇବାକୁ ପିଇବାକୁ କୁଆଡେ ଗଲିନି, କାରଣ ମୁଁ ଉଡି ପାରୁନଥିଲି। ଉଡିବା ଶକ୍ତି ମୋର ଚାଲି ଯାଇଥିଲା। ଦିନେ ଋଷି ଚନ୍ଦ୍ରମା ଆସିକି ଏଠି ପହଞ୍ଚିଲେ। ମୋ ଦୁଃଖ ଦେଖିଲେ ଚନ୍ଦ୍ରମା କହିଲେ, ଆରେ ସମ୍ପାତି, ଅପେକ୍ଷା କର, କିଛି ଦିନ ପରେ ଏଇ ବାଟେ ରାମଦୂତ ମାନେ ଯିବେ ସୀତାଙ୍କୁ ଠାବ କରିବା ପାଇଁ। ତୁ ଟିକେ ରାମ କାର୍ଯ୍ୟ କରିବୁ ନା? ତୁ ରାମ କାର୍ଯ୍ୟ କରିବୁ ନା? ମୋ ଡେଣା ଦିଟାକ ପୋଡି ଯାଇଛି, ମୁଁ ଉଡିଲେ ତ କହିଲେ, ତଥାପି ତୁ ରାମ କାମ କରିବୁ। ଯୋଉଦିନ ତୁ ରାମ କାମ କରିବୁ, ଯୋଉଦିନ ରାମଦୂତ ମାନଙ୍କୁ ଦେଖିବୁ,
तो पड़ी जाइथिबा डेना दिटा कौणी उठिब गजुरी उठिब तू नुआ डेना दिटा पाइबू आग अपेक्षा मजबूत डेना सते एक कथा जानिथिले संपाद गिधपति संपाद आज ता मन खुशी रख तुम्हें से रामदूत कहले हाँ हाँ तुम भाई ना मो भाई केमिति कोन ना समस्त कथा जानबान वर्णना कले तुम भाई रावण सहित युद्ध करिया पे जाई कपट युद्ध रे पराभव पाइले मरि गले एवं ताकु दाह संस्कार कले ये ना प्रभु राम कार्य करिया पई मो भाई प्राण विसर्जन कला बहुत जन सुखाए बहुत जन हिताय ठीक है सीता को देखियो तो गिद्ध पक्षी को भगवान गोटे स्वतंत्र दृष्टि देछथि ए संसार जेते प्राणी समस्त गिद्ध पक्षी बहुत दूर पर्यंत देखिबा आकाशर बादल भितरे उड़िले मध्ये गोटे छोटिया पोकोटे घास भितर थई देखि पारे झांको मारी खाई बहुत दूर पर्यंत देखि पारे केवल गोटिए जीव सोति गिद्ध सारगुणा बोले रुह मते टिके धरी धरी का नहीं कि जा टिके समुद्र कूल ना कहीं मो भाईटा एते दिन हेला बोलानी मु एक पर्यंत जानिबी मु टिके तर्पण करिबी मो भाई जल तर्पण करिबी मु गोटे बड़ भाई अरे बड़ भाई थाउ तो सानो भाईटा मरि गला अरे मो सबटा ता कांधरे जिबा कथा ओलटा ही गला ता सब का मो कांधरे कांदुथला ढेर संपाद मते टिके दया करी धरती नै जा समुद्र कूल पर्यंत समस्त समुद्र कूल पर्यंत संपाति की नहीं गले संपाति कांदुथला समुद्र जल रे गतायु ता भाई चौटाई को तर्पण कला अब कहिला अरे भाई आम वंश को तू उज्जवल कर आम वंश को तू कीर्तिमान कर देलु पर पई त्याग करी भगवान को पई त्याग करी प्राण विसर्जन करी सारा जगत हमको घृणा करे रे भाई आमे गिद्ध पक्षी बोले आम मुह कही जानते आमे पचा मांस खाऊ अरे भाई आमे सिना निकृष्ट जीव आमे जीव हिसाब रे निकृष्ट किंतु तू काम करू उत्कृष्ट सेहि पई नारायण को कोଳରେ तो प्राण वाला ना रे तर्पण सरी गला एबे गिद्ध पक्षी संपाति देखुछंती दृष्टि रे दिव्य दृष्टि रे कहले हेई देखुची अशोक बाटिका रे मो मां लक्ष्मी शांतनी सीता कोळे कांदुछंती पुरुषोत्तम होई गलेनी जोड़ी जोड़ी राम हनुमान कहले तुमे धन्य तुमे दी भाई धन्य तुमे सीता को देखि पारु तो सीता प्राणी को आमे देखि पारु जने देखिथिले से गुफा भितर स्वयं प्रभा आउ तुमे आमे देखि पारु एई सीता को ठापटा जेतबे से वर्णना करूछंती संपाति हठात दीटा को पड़ी रहिबा डेना गजुरी उठिला कोडी उठिला एवं कहले हेई देखो मो डेना पुणी बाहरी पड़िलानी पुणी गजुरी उठिलानी समस्ते जय जयकार करुछंती राम जय श्री राम रखे हरि मारे किए मारे हरि रखे किए संपाति हाथ जोड़ी देला भगवान प्रभु मते अपना करि दियो प्रभु काली तरी मने पड़ुछि जो तो रावण सीता को हरण कर पुष्पक विमान में लंका घाट को एई बेटे नहीं जाउतला सेतबले मो पुओ निशा मो पुओ होची सुपार्श्व संपातिर पुओ होची सुपार्श्व से
आसी मते कहला सीता को हरण कर देछि रावण से दिनठु मु जानिली चंद्रमा ऋषिकर कथा सत दिने एई बाट देई सीता को ठाब करिया पे रामदूत आसीबे मु अपेक्षा करथिली जो दिन मो पुओ कहिदेला सीता हरणर कथा कांदी के नजर संपाद ता कहू मते मो डेनाटा फेरई देलो अरे राम कार्य जे करछि भगवान ता कथा बुझी चलती जार उदाहरण गिध पखी दी भाई संपत्ति टिके राम कार्य करिदेला बोले ता डेनाटा कोणी उठिला जटा राम कार्य करिदेला बोले प्रभु देखू मुखा करी देले जे राम को काम करिछि भगवान ता कथा बुझी चलती संपत्ति हाथ जोड़ी देला महाप्रभु एते दिन मते बड़रू अपना कले ना ठाकुर अभिराम परमहंस को भाषा